ସାଇରାମ। ଆଜିର ସାଇ ସନ୍ଦେଶରେ ବାବା କହୁଛନ୍ତି, ମୋର ପ୍ରିୟ ସନ୍ତାନ, ତୁମ ପାଇଁ ଗୋଟେ ଖୁସି ଖବର ଅଛି ସନ୍ତାନ। ତୁମେ ଜାଣିଛ, ତୁମର ବହୁତ ଜଲ୍ଦି ଭାଗ୍ୟ ବଦଳିବାକୁ ଯାଉଛି। ତୁମ ଭାଗ୍ୟରେ ଯାହା ନଥିଲା, ତୁମେ କେବେ ଭାବିନଥିଲ ସେ ଜିନିଷ ତୁମକୁ କେମିତି ପ୍ରାପ୍ତ ହେବ ବୋଲିକି କେବେ ଚିନ୍ତା ବି କରିନଥିଲ, ସେଇ ଜିନିଷ ମିଳିବାକୁ ଯାଉଛି ସନ୍ତାନ। ତୁମେ ଆଉ କାନ୍ଦନି। ତୁମ ବାବା ତୁମର ଆଖିର ଲୁହକୁ ନିଶ୍ଚୟ ପୋଛିଦେବେ। ଦେଖିବ, ସମୟ ଅନୁସାରେ ଧୀରେ ଧୀରେ ସବୁ ଠିକ୍ ହେଇଯିବ। ଆଉ ଯେଉଁମାନେ ତୁମ ପ୍ରତି ଅନ୍ୟାୟ କରୁଛନ୍ତି, କଥା କଥାରେ ତୁମକୁ ଗାଳି କରୁଛନ୍ତି, ଦେଖିବ ବାବା ନିଶ୍ଚୟ ତାଙ୍କୁ ତୁମ ରାସ୍ତାରୁ ଦୂରେଇ ଦେବେ। ତୁମ ଜୀବନରେ ବହୁତ ସୁଖ ଆସିବ। ତୁମେ ବହୁତ ଖୁସି ଆଉ ଆନନ୍ଦରେ ରହିବ ସନ୍ତାନ। ସନ୍ତାନ, ତୁମେ ସବୁବେଳେ ମୋର ଯେଉଁ ସାଇ ଚରିତ୍ର ପାଠ କରୁଛ, ସବୁବେଳେ ପାଠ କରୁଥିବ। ଦେଖିବ, ସମୟ ଅନୁସାରେ ଧୀରେ ଧୀରେ ବହୁତ ଜଲ୍ଦି ସବୁ କିଛି ଠିକ୍ ହେଇଯିବ। ସନ୍ତାନ, ତୁମେ ତ ବହୁତ ସରଳ, ସେଥିଲାଗି ମୁଁ ତୁମକୁ ଏ କଥା କହୁଛି। ତୁମେ ଯେତେବେଳେ ବାହାରକୁ ଯାଉଛ, ଘର ତାଲା ଦେଇକି ଯାଉଛ ସନ୍ତାନ, ତୁମେ ଜାଣିଛ, ତୁମେ ଯେତେବେଳେ ଚାଲି ଯାଉଛ, ତାଲା ଚାବି କାହାକୁ ବି ଦେବନି। ସମୟ ଅନୁସାରେ ମୁଁ ତୁମର ସମସ୍ତ କାର୍ଯ୍ୟକୁ ପୂର୍ଣ୍ଣ କରିବି। ତୁମ ଘରେ ଚୋରି ହେବାର ସମ୍ଭାବନା ଅଛି, ସେଥିଲାଗି ମୁଁ କହୁଛି ସନ୍ତାନ। ତୁମେ ଯଦି ଯାଉଛ କୌଣସି କାର୍ଯ୍ୟରେ, 1-2 ଦିନ ଭିତରେ ବହୁତ ଜଲ୍ଦି ପଳେଇ ଆସିବ। ମୋ କଥା ତୁମେ ବୁଝିପାରୁଛ ନା ସନ୍ତାନ? ତୁମେ ଗଲାବେଳେ ମୋର ଏକାଦଶ ବାଣୀକୁ ନିଶ୍ଚୟ ପାଠ କରିକି ଯିବ। ତୁମର କୌଣସି ବାଧାବିଘ୍ନ ରହିବନି। ମୁଁ ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ତୁମର ପୂର୍ଣ୍ଣ କରିଦେବି ସନ୍ତାନ। ତୁମ ବାବା ଯେତେବେଳେ ତୁମ ପାଖରେ ଅଛନ୍ତି, ତୁମକୁ କିଏ ଦୁଃଖ ଦେବ? ଆଉ ଯେଉଁମାନେ ତୁମକୁ ଦୁଃଖ ଆଉ କଷ୍ଟ ଯନ୍ତ୍ରଣା ଦେଉଛନ୍ତି, ସେମାନେ ଜାଣିପାରୁନାହାନ୍ତି ତାଙ୍କ ଭାଗ୍ୟରେ କ'ଣ ଲେଖା ଅଛି। ବିନା କାରଣରେ ତୁମକୁ ଶାନ୍ତିରେ ବଞ୍ଚିବାକୁ ଦେଉନାହାନ୍ତି। ମୁଁ ସବୁ ଦେଖିପାରୁଛି ସନ୍ତାନ। ଆଉ ସେଥିଲାଗି ମୁଁ ବହୁତ ବ୍ୟସ୍ତ ଅଛି, କେମିତି ସେ ମଣିଷକୁ ତୁମ ଜୀବନରୁ ଅଲଗା କରିବି। ତାଙ୍କୁ ଯେତେ ବୁଝେଇଲେ ବି ସିଏ ଆଉ ବୁଝିବେନି। ଆଉ ତୁମେ କଷ୍ଟ ସହି ସହି ବହୁତ ଭାଙ୍ଗି ପଡ଼ିଲଣି, ଆଉ ସହିବାର ଶକ୍ତି ବି ହରାଇ ବସିଲଣି। ସେଥିଲାଗି ବହୁତ ଜଲ୍ଦି ସେ ମଣିଷକୁ ତୁମ ରାସ୍ତାରୁ ମୁଁ ଅଲଗା କରିଦେବି ସନ୍ତାନ। ତୁମେ ଯାଅ, କିଛି ଖାଇନିଅ ସନ୍ତାନ, ତାପରେ ତୁମର କର୍ମ କର। ନିଶ୍ଚୟ ଭାଗ୍ୟ ବଦଳିବ ସନ୍ତାନ ତୁମର। ସେ ସମୟ ଏବେ ଆସିସାରିଛି। ତୁମେ ଯେମିତି ମୋ ନାମକୁ ସ୍ମରଣ କରୁଥିଲ, ସେମିତି ସ୍ମରଣ କର। ବହୁତ ଜଲ୍ଦି ସବୁକିଛି ପରିବର୍ତ୍ତନ ହେବାକୁ ଯାଉଛି। ତୁମ ବାବା ଯେତେବେଳେ ତୁମ ସାଙ୍ଗରେ ଅଛନ୍ତି, ତୁମେ ଯେତେବେଳେ ଧର୍ମରେ ଅଛ, ତାହେଲେ ତୁମକୁ ନିଶ୍ଚୟ ସୁଖ ମିଳିବ। ଦୁଃଖର ଦିନ ଏବେ ସମାପ୍ତ ହେବାକୁ ଯାଉଛି ସନ୍ତାନ। ତୁମେ ଯେଉଁ କାମ ପାଇଁ ଚିନ୍ତା କରିଥିଲ, ସେ କାମ ବି ତୁମର ବହୁତ ଜଲ୍ଦି ପୂର୍ଣ୍ଣ ହେଇଯିବ। ଏବେ କଥା ଦିଅ ସନ୍ତାନ, ତୁମେ ଆଉ ଆଖିରୁ ଲୁହ ଗଡ଼େଇବନି, ଆଉ ବେଶୀ ଚିନ୍ତା କରିବନି। ତୁମ ଜୀବନରେ ମୁଁ ସବୁକିଛି ପରିବର୍ତ୍ତନ କରିବାକୁ ଯାଉଛି। ତୁମେ ମୋ ଉପରେ ଭରସା ଆଉ ବିଶ୍ୱାସ ରଖିଛ ସନ୍ତାନ। ସେମିତି ବିଶ୍ୱାସ ଆଉ ଭରସା ସବୁବେଳେ ରଖୁଥାଅ। ମୁଁ ସବୁବେଳେ ତୁମ ସାଙ୍ଗରେ ଅଛି। ଖୁସିରେ ରୁହ, ସବୁବେଳେ ହସ। ଆଉ ଯେମିତି ଜୀବଜନ୍ତୁକୁ ଖାଇବାକୁ ଦେଉଥିଲ, ସେମିତି ଦିଅ। ବହୁତ ଜଲ୍ଦି
ମୁଁ ତମ ଜୀବନରେ ସବୁକିଛି ପରିବର୍ତ୍ତନ କରିଦେବି ସନ୍ତାନ। ଖୁସିରେ ରୁହ। ମୋ ଆଶୀର୍ବାଦ ସବୁବେଳେ ତୁମ ଉପରେ ଅଛି ସନ୍ତାନ। ଓମ୍ ସାଇରାମ।